ପ୍ରଗତି ସାହିତ୍ୟ ଆଲୋଚନା ପାର୍ଟ 4। ପ୍ରଥମ ପ୍ରଶ୍ନ, କିଶୋରୀ କବିତା ଗ୍ରନ୍ଥ କାହାର ରଚନା? ଉତ୍ତର ହେଉଛି ଚକ୍ରଧର ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, ଗଡ଼ଜାତ କୃଷକ କବିତା ଗ୍ରନ୍ଥ କାହାର ରଚନା? ଉତ୍ତର ହେଉଛି ଚକ୍ରଧର ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, ଉତ୍କଳର ଗାଉଁଲି ଗୀତ କାହାର ରଚନା? ଏହାର ଉତ୍ତର ହେଉଛି ଚକ୍ରଧର ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶା ଇତିହାସର ଏକ ଅଜ୍ଞାତ ଅଧ୍ୟାୟ କାହାର ରଚନା? ଉତ୍ତର ହେଉଛି ଚକ୍ରଧର ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, କୁନ୍ତଳା କୁମାରୀ ଜୀବନ ଚରିତ ଗବେଷଣାମୂଳକ ଆଲୋଚନା ଗ୍ରନ୍ଥ କାହାର? ଉତ୍ତର ହେଉଛି ଚକ୍ରଧର ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, ଆହୁତି କବିତା ଗ୍ରନ୍ଥ କାହାର ରଚନା? ଉତ୍ତର ହେଉଛି କୃଷ୍ଣଚନ୍ଦ୍ର ତ୍ରିପାଠୀ। ପରବର୍ତ୍ତୀ ପ୍ରଶ୍ନ, ଅଗ୍ନିଶଙ୍ଖ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ହେଉଛି କୃଷ୍ଣଚନ୍ଦ୍ର ତ୍ରିପାଠୀ। ପରବର୍ତ୍ତୀ ପ୍ରଶ୍ନ, ମାଟିଦୀପ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ହେଉଛି କୃଷ୍ଣଚନ୍ଦ୍ର ତ୍ରିପାଠୀ। ପରବର୍ତ୍ତୀ ପ୍ରଶ୍ନ, ଉତ୍ସ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ହେଉଛି କୃଷ୍ଣଚନ୍ଦ୍ର ତ୍ରିପାଠୀ। ପରବର୍ତ୍ତୀ ପ୍ରଶ୍ନ, ରୂପାୟନ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ହେଉଛି କୃଷ୍ଣଚନ୍ଦ୍ର ତ୍ରିପାଠୀ। ପରବର୍ତ୍ତୀ ପ୍ରଶ୍ନ, ସାଧକର ସ୍ୱପ୍ନ କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ହେଉଛି କୃଷ୍ଣଚନ୍ଦ୍ର ତ୍ରିପାଠୀ। ପରବର୍ତ୍ତୀ ପ୍ରଶ୍ନ, ବେଳା ଓ ବିଚି କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ହେଉଛି କୃଷ୍ଣଚନ୍ଦ୍ର ତ୍ରିପାଠୀ। ପରବର୍ତ୍ତୀ ପ୍ରଶ୍ନ, ଆତ୍ମଲିପି କବିତା ଗ୍ରନ୍ଥର ରଚୟିତା କିଏ? ଉତ୍ତର ହେଉଛି କୃଷ୍ଣଚନ୍ଦ୍ର ତ୍ରିପାଠୀ। ପରବର୍ତ୍ତୀ ପ୍ରଶ୍ନ, ପୂଜାର ବଳି ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର ହେଉଛି ରାମପ୍ରସାଦ ସିଂ। ପରବର୍ତ୍ତୀ ପ୍ରଶ୍ନ, ମରୁର ସାଥୀ ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର ହେଉଛି ରାମପ୍ରସାଦ ସିଂ। ପରବର୍ତ୍ତୀ ପ୍ରଶ୍ନ, ମରୀଚିକା ଉପନ୍ୟାସର ରଚୟିତା କିଏ? ଉତ୍ତର ହେଉଛି ରାମପ୍ରସାଦ ସିଂ। ପରବର୍ତ୍ତୀ ପ୍ରଶ୍ନ, ପ୍ରତିହିଂସା ଉପନ୍ୟାସର ରଚୟିତା କିଏ? ଉତ୍ତର ହେଉଛି ରାମପ୍ରସାଦ ସିଂ। ପରବର୍ତ୍ତୀ ପ୍ରଶ୍ନ, ଛିନ୍ନମସ୍ତା ଉପନ୍ୟାସର ରଚୟିତା କିଏ? ଉତ୍ତର ହେଉଛି ରାମପ୍ରସାଦ ସିଂ। ପରବର୍ତ୍ତୀ ପ୍ରଶ୍ନ, ହୋମଶିଖା ଉପନ୍ୟାସର ରଚୟିତା କିଏ? ଉତ୍ତର ହେଉଛି ରାମପ୍ରସାଦ ସିଂ। ପରବର୍ତ୍ତୀ ପ୍ରଶ୍ନ, ଅଗ୍ନିପଥେ ଉପନ୍ୟାସର ରଚୟିତା କିଏ? ଉତ୍ତର ହେଉଛି ରାମପ୍ରସାଦ ସିଂ। ପରବର୍ତ୍ତୀ ପ୍ରଶ୍ନ, ମଲା ଜହ୍ନ ଉପନ୍ୟାସ କାହାର ରଚନା? ଉତ୍ତର ହେଉଛି ଉପେନ୍ଦ୍ର କିଶୋର ଦାସ। ପରବର୍ତ୍ତୀ ପ୍ରଶ୍ନ, ତୁ ମୋ ମା ଉପନ୍ୟାସର ଲେଖକ କିଏ? ଉତ୍ତର ହେଉଛି ଦିବ୍ୟସିଂହ ପାଣିଗ୍ରାହୀ। ପରବର୍ତ୍ତୀ ପ୍ରଶ୍ନ, ରାଜରାଣୀ ଉପନ୍ୟାସ କାହାର ରଚନା? ଉତ୍ତର ହେଉଛି ଉପେନ୍ଦ୍ର ପ୍ରସାଦ ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ, ହରିଶଙ୍କର ଉପନ୍ୟାସର ଔପନ୍ୟାସିକ କିଏ? ଉତ୍ତର ହେଉଛି ଉପେନ୍ଦ୍ର ପ୍ରସାଦ ମହାନ୍ତି। ପରବର୍ତ୍ତୀ ପ୍ରଶ୍ନ, ଧଡ଼ିଆ ବାବାଜୀ ଉପନ୍ୟାସର ରଚୟିତା କିଏ? ଉତ୍ତର ହେଉଛି ଜଗତବନ୍ଧୁ ମହାପାତ୍ର। ପରବର୍ତ୍ତୀ ପ୍ରଶ୍ନ, ମାତାମଠ ଉପନ୍ୟାସର ରଚୟିତା କିଏ? ଉତ୍ତର ହେଉଛି ବଟକୃଷ୍ଣ ପ୍ରହରାଜ। ପରବର୍ତ୍ତୀ ପ୍ରଶ୍ନ, ମନେ ମନେ ଉପନ୍ୟାସର ଔପନ୍ୟାସିକଙ୍କ ନାମ କ'ଣ? ଉତ୍ତର ହେଉଛି ବୈଷ୍ଣବ ଚରଣ ଦାସ। ପରବର୍ତ୍ତୀ ପ୍ରଶ୍ନ, ଜ୍ୟୋତ୍ସ୍ନା କବିତା ସଂକଳନ କାହାର ରଚନା? ଉତ୍ତର ହେଉଛି ପ୍ରାଣକୃଷ୍ଣ ସାମଲ। ପରବର୍ତ୍ତୀ ପ୍ରଶ୍ନ, ରଜପର୍ବ କବିତା ସଂକଳନ କାହାର ରଚନା? ଉତ୍ତର ହେଉଛି ପ୍ରାଣକୃଷ୍ଣ ସାମଲ। ପରବର୍ତ୍ତୀ ପ୍ରଶ୍ନ, ଭିନ୍ନ ଦୃଷ୍ଟି କବିତା ସଂକଳନର କବି କିଏ? ଉତ୍ତର ହେଉଛି ପ୍ରାଣକୃଷ୍ଣ ସାମଲ। ପରବର୍ତ୍ତୀ ପ୍ରଶ୍ନ, ନୀଳକମଳ ଉପନ୍ୟାସ କାହାର ରଚନା? ଉତ୍ତର ହେଉଛି ପ୍ରାଣକୃଷ୍ଣ ସାମଲ। ପରବର୍ତ୍ତୀ ପ୍ରଶ୍ନ, ସହଯାତ୍ରିଣୀ ଉପନ୍ୟାସ କାହାର ରଚନା? ଏହାର ଉତ୍ତର ମଧ୍ୟ ପ୍ରାଣକୃଷ୍ଣ ସାମଲ। ପରବର୍ତ୍ତୀ ପ୍ରଶ୍ନ, ହାତିକା ଦାନ୍ତ ଉପନ୍ୟାସ କାହାର ରଚନା? ଉତ୍ତର ହେଉଛି ପ୍ରାଣକୃଷ୍ଣ ସାମଲ। ପରବର୍ତ୍ତୀ ପ୍ରଶ୍ନ, ପଲ୍ଲୀଜୀବନ ଉପନ୍ୟାସ କାହାର ରଚନା? ଉତ୍ତର ହେଉଛି ପ୍ରାଣକୃଷ୍ଣ ସାମଲ। ପରବର୍ତ୍ତୀ ପ୍ରଶ୍ନ, ପ୍ରେମ ଉପନ୍ୟାସ କାହାର ରଚନା?
ଉତ୍ତର ହେଉଛି ପ୍ରାଣକୃଷ୍ଣ ସାମଲ। ପରବର୍ତ୍ତୀ ପ୍ରଶ୍ନ, କସ୍ତୁରିକା କାବ୍ୟନାଟିକାର ରଚୟିତା କିଏ? ଉତ୍ତର ହେଉଛି ପ୍ରାଣକୃଷ୍ଣ ସାମଲ। ପରବର୍ତ୍ତୀ ପ୍ରଶ୍ନ, ପୁଷ୍ପାଞ୍ଜଳି ପଦ୍ୟ ସଂକଳନର ରଚୟିତା କିଏ? ଉତ୍ତର ହେଉଛି କୁଞ୍ଜ ବିହାରୀ ତ୍ରିପାଠୀ। ପରବର୍ତ୍ତୀ ପ୍ରଶ୍ନ, ସଂସ୍କୃତ ସାହିତ୍ୟ ପ୍ରଥମ ଓ ଦ୍ୱିତୀୟ ଖଣ୍ଡର ରଚୟିତା କିଏ? ଉତ୍ତର ହେଉଛି କୁଞ୍ଜ ବିହାରୀ ତ୍ରିପାଠୀ।